ହେଉଛି ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର। କାଉଡ଼ିଆଙ୍କ ସମାଗମରେ ଚଳଚଞ୍ଚଳ ଓଡ଼ିଶାର ପ୍ରତ୍ୟେକ ଶୈବପୀଠ। ସେହି ଶୈବ ଭକ୍ତିକୁ ନେଇ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଜନକ ଗ୍ରାମର କିଛି ଶୈବ ଭକ୍ତ ଗତକାଲି ସନ୍ଧ୍ୟାରେ ଯାଜପୁର ଜିଲ୍ଲାରେ ପ୍ରବାହିତ ବ୍ରାହ୍ମଣୀ ନଦୀର ଗୋକର୍ଣ୍ଣେଶ୍ୱର ଘାଟରୁ ରୀତିନୀତି ଅନୁଯାୟୀ ଜଳ ଉଠାଇଥିଲେ ଓ ଏହାପରେ ଶିବଙ୍କ ବିଭିନ୍ନ ପ୍ରକାର ସ୍ତୋତ୍ର ଗାନ କରି ନିକଟରେ ଥିବା ଜନକ ଗ୍ରାମର ଜନକେଶ୍ୱର ମନ୍ଦିରକୁ ଯାଇଥିଲେ। ମନ୍ଦିର ପରିସରରେ ଥିବା ସୀତାନାଥ ସ୍ୱାଇଁ ଓ ପାର୍ବତୀ ସ୍ୱାଇଁ ସ୍ମୃତି ମଣ୍ଡପରେ ରାତ୍ର ଯାପନ କରିଥିଲେ। ଏହି ସମୟରେ ସେମାନଙ୍କ ପାଇଁ ଗ୍ରାମବାସୀଙ୍କ ତରଫରୁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ସକାଳୁ ଜନକେଶ୍ୱର ମନ୍ଦିର ପୂଜକ ଶ୍ରୀଯୁକ୍ତ ଶ୍ରୀଧର କୁମାର ପଣ୍ଡା ସେମାନଙ୍କ ହାତରୁ ଜଳ ନେଇ ପ୍ରଭୁଙ୍କୁ ଜଳ ଲାଗି କରିଥିଲେ। କାଉଡ଼ିଆ ଭକ୍ତମାନେ ହେଲେ ସେହି ଗ୍ରାମର ସୁବୋଧ ଜେନା, ରଞ୍ଜନ ବିଶ୍ୱାଳ, ଚିରଞ୍ଜୀବ ବେହେରା, ଅଜୟ ବେହେରା, ମିଲୁଆ, ତପନ ଦାସ, ଭାଗବତ ଦାସ, ସମ୍ବିତ ଜେନା, ସଂଗ୍ରାମ ଦାସ, ମାନସ ଦାସ, ଦେବାଶିଷ ସାମଲ ଓରଫ ବିକି, ଲିଟୁଆ ବେହେରା, ମାନ ବେହେରା, ତ୍ରିଲୋଚନ ଜେନା, ରାଜେଶ ଜେନା, ସତ୍ୟରଞ୍ଜନ ସାମଲ, ନିହାର ରଞ୍ଜନ ସାମଲ, ଗୋବିନ୍ଦ ଜେନା, ଅବିନାଶ ଦାସ, ରାଜା ସ୍ୱାଇଁ, ବିଟୁ ସ୍ୱାଇଁ, ସଚିନ ଜେନା, ମୁନା ଜେନା, ମଣିଆ ସାହୁ, ରାଜେଶ ଦାସ, ସୁଜିତ ଜେନା, ସାଥୀ ସହଯୋଗୀ ନିର୍ମଳ ଜେନା, ଅମୀୟ ରଞ୍ଜନ ଜେନା, ଜୟନ୍ତ ଜେନା, ସୌମ୍ୟାଦୀପ ସାହାଣୀ ଏବଂ ଅବିନାଶ ସ୍ୱାଇଁ, ରାଜା ହରପ୍ରସାଦ ଜେନା। ଜେନା ମୁଁ ଆମ ଜନକ ବାବା ଜନକେଶ୍ୱର ବୋଲବମ ସଂଘର ଜଣେ ସଦସ୍ୟ। ଆମେ କାଲି 50 ଜଣ ବୋଲବମ ସଂଘର ସଦସ୍ୟ, ଟୋଟାଲ 50 ଜଣ ଆମେ କାଲି ବାବା ଗୋକର୍ଣ୍ଣେଶ୍ୱର ଜନକଳା ବାବା ଗୋକର୍ଣ୍ଣେଶ୍ୱର ମନ୍ଦିରଠାରୁ ଜଳ ଉଠାଇ ବାବା ଗୋକର୍ଣ୍ଣେଶ୍ୱର ପୂଜା କରି ଆମେ ଦିନ 2ଟା ବେଳେ ବାହାରିଥିଲୁ ଗୋକର୍ଣ୍ଣେଶ୍ୱର ମନ୍ଦିରରୁ ଏବଂ ଆସି ଏଠି ରାତି 10ଟା ବେଳେ ଆମ ବାବା ଜନକେଶ୍ୱର ମନ୍ଦିରରେ ପହଞ୍ଚିଥିଲୁ ଏବଂ ରାତିରେ ଆମ ଗ୍ରାମବାସୀମାନେ ଆମ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରିଥିଲେ। ଖାଇକି ଆମେ ମଣ୍ଡପର ସୀତାନାଥ ସ୍ୱାଇଁ ଏବଂ ପାର୍ବତୀ ସ୍ୱାଇଁଙ୍କ ସ୍ମୃତି ମଣ୍ଡପରେ ଆମେ ରାତ୍ରି ଯାପନ କରିଥିଲୁ ଏବଂ ସକାଳୁ ଆମେ ଗାଧୋଇ ନଈରେ ଗାଧୋଇକି ଆସିକି ଆମେ ପୁଣି ଏଠି ବାବା ଜନକେଶ୍ୱର ମନ୍ଦିରର ପୂଜକ ଶ୍ରୀଧର ପଣ୍ଡା ମନ୍ଦିରରେ ଆସି ପୂଜା ଅର୍ଚ୍ଚନା କରିଥିଲେ ଏବଂ ଜଳାଭିଷେକ କରି ଆମେ ଭୋଗରାଗ କରି Bureau Report, The News Today।